दिन सारा ମୁଁ ଗଛ ଲଗାଉଥିଲି ଏବଂ ଅନ୍ୟ କାମରେ ବ୍ୟସ୍ତ ଥିଲି ଏବଂ ସନ୍ଧ୍ୟାବେଳେ ଆସି ପଢ଼ିବା ପାଇଁ ବସିଲି। ହେଲେ ମୋର ପଢ଼ାରେ ଜମା ମନ ଲାଗିଲାନି। ଚିନ୍ତା କଲି ଯେ କ'ଣ କରିବି। ସେଇଠୁ ମନେ ଗୋଟେ ଆଇଡ଼ିଆ ଆସିଲା। ସେଇଠୁ ମୁଁ କିଛି ପଲିଥିନ୍ ଜରିକୁ ସଂଗ୍ରହ କଲି, ଯାହା ୱେଷ୍ଟ ଥିଲା ତାକୁ ନେଇ କତୁରେ କାଟିଲି ସମାନ କରି ଦୁଇ ସାଇଡ଼୍ରୁ ଏବଂ ତାକୁ ଫୋଲ୍ଡ କରି ଭାଙ୍ଗିକି ତାକୁ ଆହୁରି ମଧ୍ୟ ଅନେକ ଭାଙ୍ଗରେ ପାଖାପାଖି 8 ଭାଙ୍ଗ ଭାଙ୍ଗିଲି ଏବଂ ବାଇଡିଂ ୱେରେ ତାକୁ ବାନ୍ଧିଲି ଏବଂ ବାନ୍ଧିଲା ପରେ ଜୋରସେ ଟାଣିତେ ଚାପିଲି ଏବଂ କଟୁରୀରେ ଦୁଇ ସାଇଡ଼୍ରେ ଭଲସେ କାଟିଲି ଯେ ଆପଣ ଦେଖିବେ ସେଇଟା କ'ଣ ତିଆରି ହେଉଛି ଏବଂ କେମିତି ଲାଗୁଛି। କାଟିଲା ପରେ ମୁଁ ଦେଖୁଥାଏ ମୋ ଭଉଣୀ ମଧ୍ୟ କ'ଣ ଗୋଟେ କରିଥାଏ, ହେଲେ ମୁଁ ତା ପ୍ରତି ଧ୍ୟାନ ଦେଲିନି। ସେ ତାର କ'ଣ ଗୋଟେ ଚିତ୍ରକି ଅଙ୍କନ କରିଥାଏ। ତେବେ ସେ ମୋ ପାଖରେ ବସିକି ଆମେ ପ୍ରାୟ ଟାଇମ୍ ଚିତ୍ର କରୁ, ପାଠ ପଢ଼ୁ। ଆମେ 2 ଭାଇ ଭଉଣୀ, ଆମ ଘରେ ତାକୁ କେହି ନାହାନ୍ତି। ଏବଂ ମୁଁ କରିସାରିଲା ପରେ ତାକୁ ଦିପଟକୁ ଉଠେଇକି ଫୋଲ୍ଡିଂ ଆକାରରେ ସେଇଠୁ କଲି ଏବଂ ତାକୁ ଏକ ଫୁଲ ଭଳି ତିଆରି କଲି ପଲିଥିନ୍ ଜରିକୁ। ଆପଣ ଦେଖିବେ ସେ ଫୁଲ କେମିତି ଲାଗୁଛି। ଯଦି ପସନ୍ଦ ଲାଗୁଥାଏ ନିଶ୍ଚୟ କହିବେ କମେଣ୍ଟରେ କେମିତି ଲାଗୁଛି। ଏବଂ ତାକୁ ଆସ୍ତେ ଆସ୍ତେ ପ୍ରସ୍ତୁତ କରୁଥିଲି, ଦେଖାଯାଉ କେମିତି ଦେଖାଯାଉଛି। ବରଂ ଘରେ ବସିକି ଏସବୁ ବେଳେବେଳେ କରେ, ପ୍ରାୟ ଫ୍ରି ଟାଇମ୍ରେ ଯେତେବେଳେ ଥାଏ। ଆପଣ ଦେଖନ୍ତୁ ଏଇଟା କେମିତି ଲାଗୁଛି। ଏବଂ ମୁଁ ଆହୁରି ମଧ୍ୟ ଅନେକ ଫୁଲ ତିଆରି କରିଲି। ଦେଖନ୍ତୁ ଏଇଟା ଗୋଟେ ବ୍ଲାକ୍ ଫୁଲ, ଏମିତି ଅନେକ ଜରିରେ ମୁଁ କରିଛି ଏବଂ ତାକୁ ଗୋଟେ ତୋଡ଼ା ଆକାରରେ ସଜାଉଛି। ମୋ ପାଖରେ ଅନ୍ୟ ମଧ୍ୟ କୌଣସି ଜିନିଷ ନାହିଁ ଯେ ଆଉ କିଛି ଷ୍ଟାଇଲ୍ କରିବା ପାଇଁ। ଏଇଟା କେମିତି ଲାଗୁଛି ଆପଣ ମୋତେ କୁହନ୍ତୁ। ଯଦି ଭଲ ଲାଗୁଥାଏ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ, ମୋତେ କୁହନ୍ତୁ। ମୋ ଭଉଣୀ ମଧ୍ୟ ଏପଟେ ଜଗନ୍ନାଥଙ୍କର ଏକ ସୁନ୍ଦର ମୂର୍ତ୍ତି ଆଙ୍କିଥାଏ। ଆପଣ ଦେଖନ୍ତୁ କେମିତି ଲାଗୁଛି। ଏବଂ ଯଦି ଭଲ ଲାଗୁଥାଏ ନିଶ୍ଚୟ ଲାଇକ୍ ଗୋଟେ କମେଣ୍ଟ ଗୋଟେ କରିକି ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ରହୁଛି, ଧନ୍ୟବାଦ।